কপট পোশাক খেলো অজয় সিং পাইছে আদেশ খেলিব কপট পোশাক খেলো সাজিবে শকুনি খেলিবে পোষা পালির খেল হে প্রভু জগন্নাথ এমন ভাবু থই যহ কালে প্রাপ্ত হুয়ে তাহা রানীটা স্বপ্ন দেখুছে স্বপ্ন পুত্র বসাইব কেন্দুধর রাজ সিংহাসনে কিন্তু না অজয় সিং হেব রাজা মহারাজা অজয় সিং রাজা হেবি রাজা এ কেন্দুধর রাজ্যর হেবি মহারাজা অজয় সিং জুহারে জুহারে সেনাপতি মহাপুরু জুহারে আরে বেলো তু পুଣି এଠାରେ সেনাপতি মহাপুরু কোন আজ জভରି মନ ଖୋଲା ହସ କଥା কোন বড় ঘর বড় গুমর কথা জানিদেল না কোন বড় ঘর বড় গুমর কথা হে বেলো আরে তু কোন কহিବାକୁ চাହୁଛୁ সেনাপতি মহাপুরু বেলো ଆପଣ କିଛି ଜାଣିନାହାନ୍ତି ବେଲ ତୁଚ୍ଛାଟାରେ ହସୁଛନ୍ତି ହେ ବେଲ ଆରେ ଯାହା କହୁଛୁ ସିଧା ସିଧା କୁହ ଆଉ ତ ନହିଲେ ଅଠା 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 ଲାଗି ପୁରା ଶୁକି ଆବେ ଚୁପ ଅଠା ଶୁକି ପୁରା ବହଳିଆ ହେଇଗଲେ ବହଳିଆ ହେଇସାରିଲା ପରେ ସିଧା ପିଚିକିନା ଛାଟି ଦେଲେ ହେ ବେଲ ମହାନ୍ତି କୁମାର ମୁଁ ମଧ୍ୟ ଅତି ଦୁଃଖରେ ଅଛି କୁମାର ଆସନ୍ତୁ କୁମାର ମତେ ମାଡ଼ ମାରି ତାର ଗୋଟେ ନାରୀର ଚରଣରେ କ୍ଷମା ମାଗଣା ପ୍ରତିଶୋଧ ମୁଁ ତାଙ୍କ ଠାରୁ ନିଶ୍ଚୟ ନେବି କୁମାର ପ୍ରତିଶୋଧ ନିଶ୍ଚୟ ସେମାନଙ୍କ ଠାରୁ ମୁଁ ପ୍ରତିଶୋଧ ନେବି ନିଶ୍ଚୟ ପ୍ରତିଶୋଧ ଆପଣ ଠିକ ଅଛନ୍ତି ସାନ କୁମାର ଆମ ଠାରେ ଯିଏ ପ୍ରତିଶୋଧ ନେଇଛି ଆମେ ତାକୁ ଜମା ଛାଡ଼ିବାନି ଅଠା ଅଠା ଏମିତି ଲଗେଇବା ଯେ ପୁରା ବହଳିଆ ହେଇଯିବ ବହଳିଆ ହେଇସାରିଲା ପରେ ଏକାଥରେ ପିଚିକିନା ଛାଟିଦେବା କୁମାର ଆସିଲାଣି ମୂଳୟ ପବନ ଆଉ ତାପରେ ଫୁଲ ବଗିଚାରେ ଫୁଲ ଫୁଟିବ ଫୁଲ ଆଉ ସେ ଫୁଲର ବାସ୍ନାରେ ରାଜ ଉଆସଟା ଖାଲି ବାସିବ ସୁଗନ୍ଧ ଆଉ ସୁଗନ୍ଧ ମାନେ ମାନେଟା ଇଏ ଯେ ଆପଣଙ୍କୁ ଯିଏ ଧକ୍କା ଦେଇ ଘରୁ ବାହାର କରିଥିଲେ ମାନେ ସେ ମାଇ ପିଲାର ପାଦ ଧରି ତମକୁ କ୍ଷମା ମଗେଇଥିଲା ସେ ବେପାର ତୁମର ହାତ ମୁଠାରେ ତାମାନେ ତୁମେ କ'ଣ କହିବାକୁ ଚାହୁଁଛ ଖାଲି ବାକି ରହିଲା ଅଠା ଲଗେଇବା ଆପଣ ଏମିତି ଅଠା ଲଗେଇବେ ମହାଲ ମଣ୍ଡ ବାବା ବେଲ ମହାନ୍ତି ତୁମେ ସତ କହୁଛ ବେଲ ମହାନ୍ତି ସତ କହୁଛ ତୁମେ ସେ ରତ୍ନାବତୀଟା ଆସିଛି ଆମ୍ଭରପୁରକୁ ସିଏ ପୁଣି ବିବାହ କରିବ ମୋ ବଡ଼ ଭାଇ କୁବିଙ୍କ ବନ୍ଧୁକୁ ଏସେ କୁମାର ସେହି ରତ୍ନାବତୀ ଥାଇ ଆସିଅଛି ପୁରେ ବଢ଼ାଇର ପ୍ରୀତି ଖୋଜୁଛି ଗୋବିନ୍ଦ ପତି ସାଥେ ବିତାଇବ ରାତି ରାଜରାଣୀ ହେବା ପାଇଁ ପଢ଼ାଇଛି ମୋତି ଶୁମ୍ଭ ପ୍ରମାଣ ପାଇଁ ଧରନ୍ତୁ ହାତକୁ ଯାଇ ବଳତ୍କାରେ ହରିନିଅ ହସ୍ତେ କର ପ୍ରୀତି যাও কুমার যাও সে পাষাণ্ডে রত্নাবতীটাকে কোলে পড়ে কৌশলে তুম অতিহার করি তুম অঙ্ক সাইলে কর অঙ্ক সাইল শঙ্খ মানে
ଶମ୍ଭୁ ମୋ ପିଲାଟି ଦିନରୁ ଶିବ ଶଙ୍କରକୁ ପୂଜା ଆରାଧନା କରୁଛି ବୋଲି ମୋ ମା ସ୍ନେହରେ ମୋ ନାଁ ରଖିଥିଲା ଶଙ୍କର ଶଙ୍କର ଭଞ୍ଜ। କଣ କହିଲ ଅଜୟ? ସେ ରତ୍ନବତୀଟା ଆମର ଉପରକୁ ଆସିଛି। ସେ ପୁଣି ବିବାହ କରିବ ମୋ ବଡ଼ ଭାଇକୁ। ମୋ ବଡ଼ ଭାଇ ଗୋବିନ୍ଦ ଭଞ୍ଜକୁ ବିବାହ କରି ଭାବିଛି ସେ ବସିବ ଯାଇ ଆମ ରାଜ ସିଂହାସନେ। ନାଇଁ ବେଲ ମହାନ୍ତି ନାଇଁ, ସେ ରାଜ ସିଂହାସନଟା କେବଳ ହେଉଛି ମୋର ଏ ଶଙ୍କର ଭଞ୍ଜର। କେବେ ବି ମୋ ବଡ଼ ଭାଇକୁ ବସାଇ ନଦେବି ସେ ରାଜ ସିଂହାସନେ। ଯଦି ବସିବ ତାହେଲେ ବସିବ ଚାହିଏ ଶଙ୍କର ଭଞ୍ଜ, ଆଉ ତାପରେ ରହିଲା ସେ ରତ୍ନାବତୀ। ନାଇଁ ଅଜୟ, ମୋ ବଡ଼ ଭାଇ ନିଶ୍ଚୟ ମରିବ। ମରିବ ସେମାନେ, କାହିଁକି ନା ନାଗ ସାପ ଲାଙ୍ଗୁଡ଼ରେ ହାତ ମାରିଛି ସେ। ବିରୁଡ଼ି ବସାରେ କରକୁ ଦେଇছে ମାନେ ବିରୁଡ଼ିର ପ୍ରତିଶୋଧର ପ୍ରତିହିଂସାଟା ତାକୁ ଭୋଗିବାକୁ ପଡ଼ିବ। କାହିଁକି ନା ରଜା ଘର ପାଠ ଗୁଡ଼ାକ ସଦା ସର୍ବଦା ରଜା ଘର ପାଠ ମୁଁ ଯାହା କହିବି ସେମାନେ ମାନିବେ। ଉଠୁ କହିଲେ ଉଠିବ, ଆଉ ବସ୍ କହିଲେ ବସିବ। শঙ্কর ভঞ্জ সেনাপতি স্বপ্ন দেখুছি স্বপ্ন মনে মনে ভাবিছি হেব এ কেন্দু ধর রাজ্যর রাজ হবে নাইবে হে কেন্দু ধর রাজ্যর রাজা হেব হে সেনাধ্যক্ষ জয় সিং। কারণ মু সেনাধ্যক্ষ জয় সিং চাহিলে বিষাক্ত বিষাক্ত রূপে সেনাপতি মাহাবুরু মহাল মন্ডা বাবা होला ସିଏ ଆସିକି କହୁଛି ମୁଁ ହେବି ରଜା। होला ଇଏ ଆସିକି କହୁଛି ମୁଁ ହେବି ରଜା। ମୁଁ ଶଳାଟା କଣ ନାଇଁ ଆଉ କହିଲେ ଶଳେ ତମେ ଯଦି ରଜା ମୁଁ କଣ କରିବି? ମରିବ ଯେ होला ସମସ୍ତେ ଗୋଟି ଗୋଟି ହେଇକି ମରିବ। ସମସ୍ତେ ମରି ସାଇଲା ପରେ ଆବେ କଣ ମୁଁ ମୁଣ୍ଡି ବଜେଇବି ନା କଣ? ରେପର ମୋର ରାଜ ସିଂହାସନରେ ବସିବୁ। ସେଇ ରାଜ ସିଂହାସନରେ ବସିବୁ। ସେଇ ରତ୍ନା ମୋର ଦରକାର ନାହିଁ ଶଳା ସେଇଟା ମୁଁ ଉଠା ହେଇଯାଇଛି ସେଇଟା କିଏ ନେବ? ରେପର ମୋର ରାଜାରାଣୀ ହେଇ ବସି ସାରିଲା ପରେ ଅଠା ତ ଖାଲି ଅଠା ବାହାରିବ। ଅଠା ବାହାରି ସାରିଲା ପରେ ବହଳିଆ ହେଇଯିବ। ବହଳିଆ ହେଇଗଲେ ତ ସିଧା ପିଚିକି ବାବା ମହାଲ ମଣ୍ଡ